ଆଉ ଗୋଟେ କଥା ହେଲା, ମୁଁ ତୁଳସୀ ମାଲିକକୁ ଏଇଆ କହିବାକୁ ଚାହୁଁଛି, ନାଣ୍ଡୁ ବାବୁଙ୍କୁ, ଆପଣ ଯଦି ପଇସା ନ ପଇସା ଯଦି ଫେରେଇ ନେଇଥାନ୍ତେ ମୁଁ ଠିକ ଭାବିଥାନ୍ତି, କିନ୍ତୁ ଯଦି ମାଡଟା ମାରିଲେ ସେଇଟା ଆପଣ ପାଇଁ ଭୁଲ ହେଇଗଲା। ମୁଁ କଣ ଠିକା ନେଇଛି ତମର କୋଉଠି କଣ ସୁଝିବ ନ ସୁଝିବ, ମୁଁ କଣ ଠିକା ନେଇଛି? ଆଉ ମୁଁ ଯାହା ଦବା କଥା ଦେଇ ଦେଇଛି। ଆଉ ତୁମ ପଇସା ତମ କଥା ତମେ ନିଜେ ସବୁ ବୁଝି ବୁଝାକି ଆସିବ। ମୁଁ ସେଠୁ କହିଲି, ବାବୁ ପଇସା ତ ଯାହା ଆଣିଥିଲି ଝିଅ ବାହାରକୁ ସବୁ ଦେନା ପତ୍ର କରିଥିଲି, ସୁଝି ସୁଝା ଦେଲି। ଆଉ ଯେତିକି ପଇସା ଅଛି କାଳିଆ ବାବୁଙ୍କୁ ତ ଦେଇ ହବନି, ତେଣୁ ଆପଣ ଦେଇଥିଲେ ସେ 4 ଲକ୍ଷ ଆଉ ଦେଇଥିଲେ, ମୁଁ ସୁଝି ଦେଇକି ତାଙ୍କର ଆପଣ ପାଟିକି ଯାଇଥାନ୍ତି। ଆଉ ସେଇଠୁ ମତେ ସେ କହିଲେ ଏମିତି ବାଷ୍ଟାର୍ଡ କଳାକାର ଯାତ୍ରା ଇଣ୍ଡଷ୍ଟ୍ରି ଟିକେ ଆସୁଛନ୍ତି କାହିଁକି? ହୁଁ। ଆଉ ମତେ ସଂଖାଳି କହିଥିଲା, ନରୀଟା ଟାଉଟର, ତାକୁ ଦେଖି ଚାହିଁକି ପଇସା ଦବ। ମୋ ସ୍ତ୍ରୀ କି କାଲି ଯୋଉ ଭଳିଆ ବ୍ୟବହାର କରିଛନ୍ତି, କି ଯୋଉ ଭଳିଆ କଥାବାର୍ତ୍ତା କରିଛନ୍ତି, ସିଏ ଚାହୁଁନି ମୁଁ ତୁମ ପାଟିକି ଯିବା ପାଇଁ। ତେଣୁ ମୁଁ ଆଉ ତୁମ ପାଟିକି ଯିବି ନାହିଁ। ଆପଣ ମତେ ଆକାଉଣ୍ଟ ନମ୍ବର ଟା ଦିଅନ୍ତୁ, ନଚେତ କୋଉଠିକି ନେଇକି ଦବା କଥା ପଇସା ମତେ କୁହନ୍ତୁ, ମୁଁ ଦେଇଦେବି। ସେ ସେଠୁ ନାଣ୍ଡୁ ବାବୁ କହିଲେ, ମୋର ଆକାଉଣ୍ଟ ରୁ ଦବା ଦରକାର ନାହିଁ, ତୁ ନେଇକି ଆ। ସେ ନେଇକି ଗଲା ପରେ ତାଙ୍କ ସାଙ୍ଗ ଜଣେ ଭଦ୍ରକରୁ ପଇସା ଧରିକି ଆସିଲା, ତାକୁ ଫୋନ କରାହେଇଥିଲା। ତାଙ୍କ ସାଙ୍ଗ ପଇସା ଧରିକି ଆସିଲା ପରେ ତାଙ୍କ ସାଙ୍ଗ ସେ 2 ଜଣ ଗଲେ। ଗଲା ପରେ ତାଙ୍କ ସାଙ୍ଗକୁ ବାହିରେ ରଖିଲେ, କହିଲେ ତୁମେ ବାହିରେ ରୁହ, ନରୀ ଭିତରେ ଯାଇକି ପଇସା ଦେଇକି ଆସୁ। ଆଉ ନେଇକି ଗଲେ, ଭିତରକୁ ନେଇକି ଗଲେ। ନେଇ ଗଲା ପରେ ତାଙ୍କୁ ମାଡ ମାରିଛନ୍ତି, ଜବରଦସ୍ତ ତାଙ୍କ ପାଖରୁ ସିଗ୍ନେଚର କରିଛନ୍ତି। ଆଉ ଧମକ ଦେଇଛନ୍ତି, ତତେ ମୁଁ କେତେ ଲୋକକୁ ମାରିଛି, କିଛି ହେଇନି, ତୁ କଣ କି ଏମିତି, ତୁ କୋଉଠୁ ମୋଠୁ ବଳେଇ ଯିବୁ କହିଛନ୍ତି। ତାଙ୍କ ହାତର ବନ୍ଧୁକ ଧରେଇ ଦେଇଛନ୍ତି, ବନ୍ଧୁକ ତା ହାତରେ ଦିଅ, ଆମେ ଦେଇ ଫଟୋ ଉଠେଇବା, ସେ ଆମକୁ ଗୁଳି କରିବାକୁ ଆସିଥିଲା ବୋଲି ସେ କଥା ବି କହିଛନ୍ତି ତାଙ୍କୁ। ସେମିତି ତ ସେ ତାଙ୍କ କଳାକାର ଭିତରେ ତାଙ୍କର କେବେ କୋଉଠି ଯଦି କଣ ହଉଥିବ କି, ସେଟା ତ ହୁଏ କଳାକାର ଭିତରେ, ସେମିତି ହୁଏ। ସେ ସାଙ୍ଗେ ସାଙ୍ଗେ ମିଶି ଯାଆନ୍ତି, ସବୁ ଇଏ କରନ୍ତି, ସେମିତି ତାଙ୍କ ସହିତ କାହା ସହିତ ଶତ୍ରୁତା ନାହିଁ। ମିତ୍ରତା ବି ଥିବ, ମିତ୍ରତା ଅଛି। ତେବେ ତାକୁ ସପୋର୍ଟ କରିକି କୌଣସି କଳାକାର ଏବେ ପର୍ଯ୍ୟନ୍ତ କିଛି କହିଲେନି? ନାହିଁ। ସେଇ ନନା ଆସିଛନ୍ତି, ଦଇତା ନନା ଆସିଛନ୍ତି, ବାପି ନନା ଆସିଛନ୍ତି, ଆଉ କିଏ ମୁଁ ତାଙ୍କ ନାଁ ତ ଜାଣିନି। ଏଇ କେତେ ଜଣ ବାହାରିଛନ୍ତି, ଆଉ ଯେତିକି କଳାକାର ସେମାନେ ବାହାରି ନାହାନ୍ତି। ହଁ, ମତେ ବି ଆମେ ପଇସା ଆଣି ସାରିଲା ପରେ ବି ବହୁତ ଲୋକ କହିଛନ୍ତି, ତମେ ସେ ମାଲିକ ପାଖରୁ ପଇସା ଆଣିଲ ଯେତେବେଳେ ଭାବି ଚିନ୍ତି କାହିଁକି ଆଣିଲ? କିନ୍ତୁ ମୁଁ କହିଲି ନା, ଆମ ପାଇଁ ବାବୁ ଭଲ, ତ ପଇସା ବାବୁ ଆମକୁ ଦେଇଛନ୍ତି ନା। ଆମେ କେବେ ଗୋଟେ ଲୋକ ପାଖରୁ ଦାନା ଖାଇକି ତାକୁ ଆଉ ପଛପଟରୁ ଢେଲା ମାରିବା କି? ସେଇଟା ତ ଆମେ ମାରିବାନି ନା। ତେଣୁ ଆମେ କହିନୁ ସେ ଭଲ, କିନ୍ତୁ ତାଙ୍କ ଭଲ ଭିତରେ ଏମିତି ଗୁଣ ରହିଛି ବୋଲିକି ଆମେ ଜାଣିନଥିଲୁ। ସେ ସିନା କିଏ ହସଉଛି, କିଏ କନ୍ଦଉଛି, ମାନେ କିଏ ଗାଳି ବି ଶୁଣୁଛି, କିନ୍ତୁ ସେ ଅଭିନୟ ସିନା କରୁଛନ୍ତି। ଥରେ ଟିକେ ତାଙ୍କ ସିଚୁଏସନ ଟିକେ ବୁଝ। ଯୋଉମାନେ କମେଣ୍ଟ ଦଉଛନ୍ତି, ସେ ଦର୍ଶକ ମାନଙ୍କୁ ମୋର ଅନୁରୋଧ, ତାଙ୍କୁ ଟିକେ ସପୋର୍ଟ କରନ୍ତୁ। ମୁଁ ନରୀ ପଣ୍ଡାଙ୍କ ସ୍ତ୍ରୀ କୁନି ପଣ୍ଡା। ନରୀ ନନାଙ୍କୁ ଆପଣ କେତେ ବର୍ଷ ହେଲା ଜାଣିଛନ୍ତି? ତମ ବାହାଘର କେତେ ବର୍ଷ ହେଲାଣି? ମୋ ବାହାଘର ହେଲା 30 ବର୍ଷ ହେଲା। ମୁଁ 30 ବର୍ଷ ହେଲା, ସେ ବି ଅପେରାକୁ ଆସିଛନ୍ତି। 30 ବର୍ଷ ହେଲା ମୁଁ ତାଙ୍କୁ ଜାଣିଛି। ନନା ନାଁରେ ଗୋଟେ ଚର୍ଚ୍ଚା ହଉଛି, ନନା କାଳେ ପଇସା କଣ ଆଣିଥିଲେ, ସେ କୌଣସି ମାଲିକ ସହିତ କଣ ଝଗଡା ହେଇଛି, ମାଲିକ କଣ ବାଡାବାଡି କରିଛନ୍ତି? ହଁ, ସେଇଟା ସତ କଥା। କିନ୍ତୁ ତୁଳସୀ ମାଲିକ ଆମକୁ ପଇସା ଦେଇଛନ୍ତି 10 ଲକ୍ଷ। ଆଉ ସ୍ୱପ୍ନମହଲ ମାଲିକରେ ଏବେ ମୋ ସ୍ୱାମୀ ଅଛନ୍ତି, ସ୍ୱପ୍ନମହଲରେ ଅଛନ୍ତି। ସ୍ୱପ୍ନମହଲରୁ ଏବେ ତୁଳସୀ କି ନେକ୍ସଟ ସିଜନରେ ଯିବେ। ଆଉ କଥା ହେଇଛନ୍ତି, ତାପରେ ସେଠୁ ବି ସେ 10 ଲକ୍ଷ ଟଙ୍କା ଆଣିଛନ୍ତି। ଦିଥର ଆଣିଛନ୍ତି 5-5 ଲକ୍ଷ। ଅସୁବିଧା କଣ ହେଲା? ଏବେ
ତୁଳସୀରୁ ପଇସା ଆଣି ସାରିଲା ପରେ ସେ ଆଙ୍କ ନାଁ ସବୁ ପ୍ରଚାର କଲା ପରେ ଫଟୋ ଫଟୋ ଛାଡ଼ିଲା ପରେ ସ୍ୱପ୍ନମହଲ ମାଲିକ ଦେଖିଲା। ସିଏ ଜାଣିନଥିଲେ ଯେ ନରୀ ଛାଡ଼ିବ ବୋଲିକି ପାଟି। ସ୍ୱପ୍ନମହଲରେ ରହିବା ପାଇଁ ସିଏ ଚାହୁଁଥିଲେ, କିନ୍ତୁ ଇଏ ଯେତେବେଳେ ତୁଳସୀରୁ ପଇସା ନେଇ ଆସିଛନ୍ତି ଜାଣିଲେ, ସେଇଠୁ ମାଲିକ ଡାକିକି କହିଲେ, କାଳିଆ ବାବୁ କହିଲେ ନରୀ ଆସିବ, ଆମେ ଟିକେ ହିସାବ କରିନେବା। ସେ ହିସାବ କଲା ପରେ ଆମ ଉପରେ 4 ଲକ୍ଷ ଟଙ୍କା ବାଜିଲା। ସିଏ କହିଲେ 4 ଲକ୍ଷ ଟଙ୍କା ତମେ ଦେବ, ଦେଇକି ତମେ ମୋ ପାଟିରୁ ଯିବ। ଆମେ ତ ତୁଳସୀରୁ ପଇସା ନେଇ ଆସିଛୁ, ଆମ ପାଖରେ ଯୋଉ 10 ଲକ୍ଷ ଟଙ୍କା ଆଣିଥିଲୁ ଆମେ ସବୁ ପଇସା ସୁଝା ଦେଇଛୁ। ଦେଲା ପରେ ମୋ ପାଖରେ ସେତିକି ପଇସା ଏବେ ନାହିଁ ଯେ କାଳିଆ ବାବୁଙ୍କୁ ଦବା ପାଇଁ। ଆପଣ ସୁଝିଥିଲେ ମାନେ ବିଭିନ୍ନ ଲୋକଙ୍କୁ ସୁଝିଥିଲେ? ହଁ, ସୁଝିଥିଲୁ। ଝିଅ ବାହାରକୁ ଆଣିଥିଲୁ ପଇସା, ସବୁ ସୁଝା ଦେଲୁ। ଆମ ପାଖରେ ବର୍ତ୍ତମାନ ସେତିକି ପଇସା ନାହିଁ ଯେ ଆମେ କାଳିଆ ବାବୁର ଯୋଉ ପଇସାଟା ଆମ ଉପରେ ବାଜିଛି ଦବା ପାଇଁ। ତେଣୁ ଆମେ ତୁଳସୀ ମାଲିକ ଆମ ନାଣ୍ଡୁ ବାବୁକୁ କହିଲୁ, ଆମେ ତାଙ୍କ ବାଟରେ ରହିବୁ ନା, ସୁବିଧା ଅସୁବିଧା ତାଙ୍କୁ ଏବେ ଜଣେଇବୁ। ସେଇଠୁ ଇଏ ତାଙ୍କୁ କହିଲେ, ବାବୁ ଏଇଭଳିଆ ମୁଁ ଅସୁବିଧାରେ ରହିଛି, ଆଉ କ'ଣ କରିବି, ଆଉ ତମେ ମତେ ଆଉ 4 ଲକ୍ଷ ଟଙ୍କା ଦିଅ। ମୁଁ କ'ଣ ଠିକା ନେଇଛି ତମର କୋଉଠି କ'ଣ ସୁଝିବ ନ ସୁଝିବ, ମୁଁ କ'ଣ ଠିକା ନେଇଛି? ଆଉ ମୁଁ ଯାହା ଦବା କଥା ଦେଇଛି, ଆଉ ତୁମ ପଇସା ତମ କଥା ତମେ ନିଜେ ସବୁ ବୁଝି ବୁଝାକି ଆସିବ। ଇଏ ସେଠୁ କହିଲେ, ବାବୁ ମୁଁ ତ ପଇସା ପତ୍ର ଯାହା ଆଣିଥିନି ତ ସୁଝା ଦେଇ ଆସିଲି, ଆଉ ତ ମୋ ପାଖରେ ପଇସା ନାହିଁ, ମୁଁ ଏବେ କ'ଣ କରିବି? ଆଉ ନା ମୁଁ କିଛି କହିପାରିବିନି, ଫୋନ ରଖ। ତାପରେ ତାଙ୍କ ମ୍ୟାନେଜର ମନୁ ବାବୁ ଆମ ସହିତ କଥା ହେଲେ, ଆଉ ତାଙ୍କ ଡ୍ୟାନ୍ସ ମାଷ୍ଟର ସିଏ ବି କଥା ହେଲେ। ହେଇକି ସେଦିନ ରହିଲେ। କ'ଣ କହିଲେ ମନୁ ବାବୁ କହିଲେ ଯେ ତମେ କାଳିଆ ମାନେ ଯୋଉ ନାଣ୍ଡୁ ବାବୁ କଥା କହୁଛ, ସେ ସେଇଭଳିଆ ଲୋକ, ସେ ସେଇଭଳିଆ ଭାଷାଦାର, କିନ୍ତୁ ତା ମନ ଭିତରେ କିଛି ନଥାଏ। ଆଉ ଯୋଉ ମାଲିକ ସାଉଁଳେଇକି କଥାବାର୍ତ୍ତା କରିକି କଳାକାର ମାନଙ୍କୁ ନିଅନ୍ତି, ସେମାନଙ୍କ ପେଟ ଭିତରେ ବହୁତ ଷଡ଼ଯନ୍ତ୍ର ଥାଏ। ଇଏ ସେଇଠୁ କହିଲେ, ଦେଖ ମନୁ ବାବୁ, ମୋର କୋଉ ମାଲିକ ବାବଦରେ କିଛି କହିବାର ନାହିଁ। ମୋ ପାଇଁ ତୁଳସୀ ମାଲିକ ଭଲ, ସ୍ୱପ୍ନମହଲ ମାଲିକ ଭଲ, ମୋର ସବୁ ମାଲିକ ଭଲ। ମୋ ପାଇଁ ମୁଁ ଯେତିକି ଯାତ୍ରାପାଟେ ରହିକି ଆସିଲିଣି, ସବୁ ମାଲିକ ମୋ ପାଇଁ ଭଲ। ଆଉ ମତେ ବର୍ତ୍ତମାନ ମୋର ପଇସା ଦରକାର, ମୋ ପଇସାଟା ମୋର ଦିଅ। ସିଏ ସେଇଠୁ କହିଲେ ତାହେଲେ ଆଉ ବାବୁ ତ ମନା କରୁଛନ୍ତି ପଇସା ଦେବେନି କହିକି ସେ ତାଙ୍କର ପଇସା ପତ୍ର ରଖିଲେ, ଆଉ କଥା ହେଲେନି। ତା ପରଦିନ ଇଏ ମତେ ନମ୍ବର ଦେଲେ, କହିଲେ କୁନି ଆଉ ତୁ ଟିକେ ବାବୁଙ୍କ ସହିତ ଟିକେ କଥାବାର୍ତ୍ତା କରିକି ଇଏ ଅସୁବିଧା ତାଙ୍କୁ ଟିକେ ଜଣା। ଆଉ ମୁଁ ତା ପରଦିନ ସକାଳେ ଫୋନ କଲି 10ଟା ବେଳେ। ବାବୁ 2 ଥର ହେଲା କାହା ସହିତ କଥା ହଉଥିଲେ, ତାପରେ ସେ ସିଆଡୁ ଫୋନ କଲେ। ମୁଁ ଫୋନ କଲି, କହିଲେ କିଏ କହୁଛନ୍ତି? ମୁଁ କହିନି ମୁଁ ନରିପଣ୍ଡା ମିସେସ୍ କହୁଛି। କ'ଣ ପାଇଁ ଫୋନ କରିଛନ୍ତି? ମୁନି ବାବୁ ଆଉ ଏଇଭଳିଆ ଅସୁବିଧା ଆମେ ପଡିଯାଇଛୁ, ଆଉ କ'ଣ କରିବୁ? ଆଉ କାଳିଆ ବାବୁଙ୍କର ଏତିକି ପଇସା ରହିଲା, କାଳିଆ ବାବୁଙ୍କୁ ସେତିକି ପଇସା ଦେଲେ ସିନା ସେ ଛାଡ଼ିବେ ଆପଣ ପାଟିକି। ସେଠୁ ପଇସା ନେଇଥିଲ କ'ଣ କଲେ? ତମେ ପଇସା ସବୁ ସୁଝିକି ଆସିବ। ମୁଁ ସେଠୁ କହିଲି, ବାବୁ ପଇସା ତ ଯାହା ଆଣିଥିଲି ଝିଅ ବାହାରକୁ ସବୁ ଦେନା ପତ୍ର କରିଥିଲି, ସୁଝା ଦେଲି। ଆଉ ଯେତିକି ପଇସା ଅଛି କାଳିଆ ବାବୁଙ୍କୁ ତ ଦେଇ ହବନି, ତେଣୁ ଆପଣ ଦେଇଥିଲେ ସେ 4 ଲକ୍ଷ ଆଉ ଦେଇଥିଲେ, ମୁଁ ସୁଝି ଦେଇକି ତାଙ୍କର ଆପଣ ପାଟିକି ଯାଇଥାନ୍ତି। ଆଉ ସେଇଠୁ ମତେ ସେ କହିଲେ ଏମିତି ବାଷ୍ଟାର୍ଡ କଳାକାର ଯାତ୍ରା ଇଣ୍ଡଷ୍ଟ୍ରି ଟିକେ ଆସୁଛନ୍ତି କାହିଁକି? ଆଉ ମତେ ସଙ୍ଖାଳି କହିଥିଲା ନରୀଟା ଟାଉଟର, ତାକୁ ଦେଖି ଚାହିଁକି ପଇସା ଦବ। ସଙ୍ଖାଳି କୋଉ ହିରୋ ମୁଁ ଚିହ୍ନିନି, କିନ୍ତୁ ତା ନାଁ ମୁଁ ବାବୁଙ୍କ ପାଖରୁ ଶୁଣିଲି, ମୁଁ କେବେ ବି ଶୁଣି ନଥିଲି। ଆଉ ମୁଁ ସେଇଠୁ ଆଉ ସେଟା ବା ଟାଉଟରଟା, ଆଉ ସେଇଥିପାଇଁ ବା ଆଗ ଥରକ ପଇସା ନେଇଥିଲା, ମତେ ଫେରେଇ ଦେଲା ଆଣିକି। ଆଉ ଏଥରକ ସେଇଥିପାଇଁ ମୁଁ ତା କାମ କରିକି ମୁଁ ପଇସା ତାକୁ ଦେଇଛି। ସେ କୋଉଠିକି ଆଉ ଯାଇପାରିବନି। ମୁଁ ସେଇଠୁ କହିଲି, ମୁଁ ବାବୁ ସିଏ ଯଦି କୋଉଠିକି ଯିବା କଥା ହେଇଥାନ୍ତା, ଆପଣ ପାଖକୁ କାହିଁ ଯାଇଥାନ୍ତେ? ଫେରେ ମୁଁ ଆପଣଙ୍କୁ 10 ଲକ୍ଷ ପରେ କାହିଁ ଆପଣଙ୍କୁ 4 ଲକ୍ଷ ମାଗିଥାନ୍ତି? ଆମର ଯେତିକି ଦରମାଟା ହେଇଛି, ମୁଁ ସେ ଦରମା ଭିତରୁ ଆଉ 4 ଲକ୍ଷ ଟଙ୍କା ଆପଣଙ୍କୁ ମାଗୁଛି। ମୁଁ ତ ଅଧିକ ମାଗୁନି କି ମୋ ସ୍ୱାମୀର 16 ଲକ୍ଷ ଟଙ୍କା ହେଇଛି, ମତେ 20 ଲକ୍ଷ ଦିଅ ବୋଲି ମୁଁ ତ ତାକୁ ତ ମାଗୁନି। ମୁଁ ସେଇ
16 ଲକ୍ଷ ଭିତରୁ ଆଉ 4 ଲକ୍ଷ ଆପଣଙ୍କୁ ମାଗୁଛି, କିନ୍ତୁ ମାଗିବା କଥା ନୁହଁ। ପରିସ୍ଥିତି ମତେ ସେତିକି ଆଣିକି ଛିଡା କରିଦେଇଛି ସେଇ ମୋଡରେ ବୁଲିକି। ମୁଁ ଏକଥା ବି ତାଙ୍କୁ କହୁଛି, ଏମିତି ମୋଡରେ ଆସିକି ସେ ଛିଡା ହେଇଛନ୍ତି ଯେ ନା ଆଗକୁ ଯାଇପାରୁଛନ୍ତି ନା ପଛକୁ ଯାଇପାରୁଛନ୍ତି। ସେଇଠୁ ରଖ ରଖ ଫୋନ, ଆଉ କିଛି କଥା ହବନି ମୋ ସହିତ, ରଖ ରଖ ଫୋନ କହିକି, ମାନେ ଗୋଟେ ଭଏସ ଟା ଗୋଟେ କର୍କଶ ଭଏସ ଭଳିଆ କରିକି କଥାବାର୍ତ୍ତା ମୋ ସହିତ କରିକି ରଖିଲେ। ମୁଁ ସେଇଠୁ ତାଙ୍କୁ କହିଲି ଫୋନ କରିକି, ମତେ ବି ବହୁତ ଦୁଃଖ ଲାଗିଲା। ମାନେ ଆମ ପାଇଁ ସିଏ ବି ଆଜି ବହୁତ କଥା ଶୁଣୁଛନ୍ତି ଏଇ ପରିବାର ପାଇଁ। ତେଣୁ ମୁଁ ନିଷ୍ପତ୍ତି ନେଲି ଏଇଥିପାଇଁ କି ଆଜି ଯେତେ 30 ବର୍ଷ ଭିତରେ ଫାଷ୍ଟ ରହିଲେ କୋଣାର୍କରେ, କୋଣାର୍କର ଟୁଟୁ ବାବୁ, ପାକୁ ବାବୁ, ସିଏ ହେଲେ ଆମର ଦେବତା, ଭଗବାନ ଭଳିଆ ସିଏ। ତାଙ୍କ ପାଇଁ ମୋର ଘର, ମୁଁ ଯୋଉ ଘର କରିକି ଏବେ ରହିଛି ଗାଁରେ, ତାଙ୍କରି ପଇସାର ମୁଁ ସେଇ ଟୁଟୁ ବାବୁ, ପାକୁ ବାବୁଙ୍କ ପଇସାରେ ମୁଁ ଘର କରିକି ରହିଛି। ଆଉ ତାପରେ ପ୍ରଦୀପ ମହାରଥୀ, ତାକୁ ବି ମୋର, ସେ ମରିଗଲେଣି, ତାଙ୍କୁ ସେ ସ୍ୱର୍ଗରେ ଅଛନ୍ତି। ସିଏ ବି ମତେ ଫୋନ କରିକି 2-3 ଥର ମୋ ସହିତ କଥା ହେଇଛନ୍ତି। ମାରେ ଯେତେବେଳେ ତୋର ଦରକାର ହବ ତୁ ମୋ ପାଖକୁ ଫୋନ କରିବୁ। ଆଉ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୁଁ ନରିକି ଏ କଳିଙ୍ଗ ପାଟରୁ ଛାଡିବି ନାହିଁ। ସେ ମୋ ପାଖରେ ସବୁବେଳେ ରହିବ, ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ। 3 ବର୍ଷ ରହିଲା ପରେ ବାବୁ ଚାଲିଗଲେ, ସେ କଳିଙ୍ଗ ଛାଡିଦେଲେ। ତାପରେ ରହିଲେ ସ୍ୱପ୍ନମହଲ ମାଲିକର, ସେଠି ସ୍ୱପ୍ନମହଲ ମାଲିକ କାଳିଆବୁ, ସିଏ ବି 3 ବର୍ଷ ରଖିଛନ୍ତି। ସିଏ ବି ଭଲ, ତାଙ୍କ କଥାବାର୍ତ୍ତା ବି ଭଲ, ମୋ ସହିତ ଭଲ କଥାବାର୍ତ୍ତା ହେଇଛନ୍ତି। କାହା ସହିତ କଣ ହେଇଛନ୍ତି ସେଟା ମୁଁ କହିପାରିବିନି, କିନ୍ତୁ ମୁଁ ପ୍ରଥମ ଥର ଦେଖିଲି ଗୋଟିଏ ମାଲିକ ନାଣ୍ଡୁ ବାବୁ, ସିଏ ଏମିତି କଳାକାର ମାନଙ୍କୁ କହିପାରନ୍ତି। ତେଣୁ ମୁଁ ଚାହୁଁନାହିଁ ମୋ ସ୍ୱାମୀ ଆଉ ସେ କଳିଙ୍ଗ ପାଟିକି ଫେରନ୍ତୁ ବୋଲିକି। ମୁଁ ଚାହୁଁଛି ସେ 10 ଲକ୍ଷ ଟଙ୍କା ଆଣିଛନ୍ତି, ମୁଁ ସେ 10 ଲକ୍ଷ ଟଙ୍କା ତାଙ୍କୁ ଫେରେଇ ଦେବି। ହଁ, ମୁଁ ତା ପରଦିନ ସେଦିନ ଫୋନ କରି ତାଙ୍କୁ କହିଲି, ଯୋଉଦିନ ମତେ ବାବୁ ଫୋନ କଲେ ତା ପରଦିନ ମୁଁ ତାଙ୍କ ସହିତ କଥା ହେଲି। ଏଇଭଳିଆ ବାବୁ ମତେ କହିଲେ। ସେ ମତେ ତା ପରଦିନ ତାଙ୍କୁ ଡକେଇଲେ, ବାବୁ ନରି ତୁ କଣ କହୁଛୁ କହ। ସିଏ ସେଇଠୁ କହିଲେ, ବାବୁ ମୋ ସ୍ତ୍ରୀ କି କାଲି ଯୋଉ ଭଳିଆ ବ୍ୟବହାର କରିଛନ୍ତି, କି ଯୋଉ ଭଳିଆ କଥାବାର୍ତ୍ତା କରିଛନ୍ତି, ସିଏ ଚାହୁଁନି ମୁଁ ତୁମ ପାଟିକି ଯିବା ପାଇଁ। ତେଣୁ ମୁଁ ଆଉ ତୁମ ପାଟିକି ଯିବି ନାହିଁ। ଆପଣ ମତେ ଆକାଉଣ୍ଟ ନମ୍ବର ଟା ଦିଅନ୍ତୁ, ନଚେତ କୋଉଠିକି ନେଇକି ଦବା କଥା ପଇସା ମତେ କୁହନ୍ତୁ, ମୁଁ ଦେଇଦେବି। ସେଠୁ ନାଣ୍ଡୁ ବାବୁ କହିଲେ, ମୋର ଆକାଉଣ୍ଟ ରୁ ଦବା ଦରକାର ନାହିଁ, ତୁ ନେଇକି ଆ। ସେ ନେଇକି ଗଲା ପରେ ତାଙ୍କ ସାଙ୍ଗ ଜଣେ ଭଦ୍ରକରୁ ପଇସା ଧରିକି ଆସିଲା, ତାକୁ ଫୋନ କରାହେଇଥିଲା। ତାଙ୍କ ସାଙ୍ଗ ପଇସା ଧରିକି ଆସିଲା ପରେ ତାଙ୍କ ସାଙ୍ଗ ସେ 2 ଜଣ ଗଲେ। ଗଲା ପରେ ତାଙ୍କ ସାଙ୍ଗକୁ ବାହିରେ ରଖିଲେ, କହିଲେ ତୁମେ ବାହିରେ ରୁହ, ନରୀ ଭିତରେ ଯାଇକି ପଇସା ଦେଇକି ଆସୁ। ଆଉ ନେଇକି ଗଲେ, ଭିତରକୁ ନେଇକି ଗଲେ। ନେଇ ଗଲା ପରେ ତାଙ୍କୁ ମାଡ ମାରିଛନ୍ତି, ଜବରଦସ୍ତ ତାଙ୍କ ପାଖରୁ ସିଗ୍ନେଚର କରିଛନ୍ତି। ଆଉ ଧମକ ଦେଇଛନ୍ତି, ତତେ ମୁଁ କେତେ ଲୋକକୁ ମାରିଛି, କିଛି ହେଇନି, ତତେ ତୁ କଣ କି ଏମିତି, ତୁ କୋଉଠୁ ମୋଠୁ ବଳେଇ ଯିବୁ କହିଛନ୍ତି। ତାଙ୍କ ହାତର ବନ୍ଧୁକ ଧରେଇ ଦେଇଛନ୍ତି, ବନ୍ଧୁକ ତା ହାତରେ ଦିଅ, ତାକୁ ଆମେ ଦେଇ ଫଟୋ ଉଠେଇବା, ସେ ଆମକୁ ଗୁଳି କରିବାକୁ ଆସିଥିଲା ବୋଲି ସେ କଥା ବି କହିଛନ୍ତି ତାଙ୍କୁ। ଆଙ୍କ ମାନେ ନରୀ ହାତରେ ଦେଇଛନ୍ତି, ବନ୍ଧୁକ ଧରେଇ ଦେବା ପାଇଁ କହୁଛନ୍ତି। ତାଙ୍କୁ ବନ୍ଧୁକ ଦିଅ, ସେ ଦେଇକି ଫଟୋ ଉଠାଅ, ଆମେ ମିଡିଆରେ ଛାଡିବା ଯେ ସେ ଆସିଥିଲେ ଆମକୁ ମାରିବା ପାଇଁ। ନରୀ ପଣ୍ଡା ସେ କଥା କହି ଶିଖି ନାହାନ୍ତି, ମୋବାଇଲ ଚଲେଇ ଶିଖି ନାହାନ୍ତି। କଲ ଆସିବ, କଲ ଧରିବେ, କଲ କଥା ହେବେ ନା। ସେ ଚାଟିଂ ଶିଖିଛନ୍ତି ନା ମେସେଜ ଶିଖିଛନ୍ତି ନା ସେ କାହା ସହିତ ମାନେ ଫେସବୁକ୍ ଚଲେଇ ଶିଖିନାହାନ୍ତି, ଆଉ ମାନେ ଆମର ହ୍ୱାଟ୍ସଆପ ଚଲେଇ ନାହାନ୍ତି, ସେ କିଛି ଜାଣି ନାହାନ୍ତି। ତାହେଲେ ସେଭଳିଆ ଲୋକକୁ ସେ କହୁଛନ୍ତି ଯେ ସେ ବନ୍ଧୁକ ନେଇକି ଯାଇଥିଲେ ଗୁଳି କରିବା ପାଇଁ। ଗଲା ତାପରେ ତାପରେ ସେ ମତେ ବି ବହୁତ ସେଠି ଭାଷା ଖରାପ କରି ଗାଳି ଦେଇଛନ୍ତି। ମୋ ସ୍ୱାମୀ ବି ଗାଳି ଦେଇଛନ୍ତି, ତା ସହିତ ମାଡ ମାରିଛନ୍ତି, ତାପରେ ମତେ ଗାଳି ଦେଇଛନ୍ତି, ତାପରେ ଆଉ ଅନ୍ୟାନ୍ୟ ମାଲିକ ମାନଙ୍କୁ ବି ଗାଳି ଦେଇଛନ୍ତି। ଗାଳି ଦେଇ ତାଙ୍କୁ ବାহিରକୁ ଛାଡିଛନ୍ତି।
ଦେଇ କହୁଛନ୍ତି କଣ ନା ନରି ଆମ ସହିତ ଆମ ସିସିଟିଭି ଫୁଟେଜ କର ଦେଖିବେ ସେ କେମିତି ହସି ହସିକି କେମିତି ହୋଟେଲ ଫୋଟେଲ ବୁଲି ବୁଲାକି ଯାଉଛି। ଯୋଉଠି 5 ଜଣ ତାଙ୍କୁ ଘେରୁଛ ଗୋଟେ ଲୋକ ସେ ପୁରା ନିଃସହାୟ, ତାହେଲେ ସେ ଲୋକ ତମ ସହିତ ହାତ ମେଳେଇକି ହସିକି ଆସିବନି କଣ ତମ ସହିତ ସେଠି ମାଡଗୋଳ କରିକି ଆସିବ? ସେଠି ଯୋଉ ପଇସା ନେଇକି ଯାଇଥିଲେ ସେ ରଖିଲେ? ନା ପଇସା ରଖିଲେନି, ପଇସା ଫେରେଇ ଦେଲେ। ପଇସା ଫେରେଇ ଦେଇକି ତାଙ୍କୁ କହିଲେ ଜବରଦସ୍ତ କରିକି ତାଙ୍କଠୁ ଓକିଲ ଡାକିକି ଆଉ ଥରେ ତାଙ୍କଠୁ ସିଗ୍ନେଚର ନେଇଗଲେ ସାଧା ପେପର ଦେଇ ତାଙ୍କୁ କହିଲେ ଯେ ତୁ କଣ 5-5-10 ନେଇଛୁ କିନ୍ତୁ ତୁ ସାଇଟରେ 1-1 ଲେଖ, ତାମାନେ 15-15-30 ନେଇଛୁ ବୋଲିକି ମୁଁ କହିବି। ଯଦି ମୋ ପାଟିକି ଆସିଲୁ କହିବି 10 ନେଇଛୁ, ଆଉ ଯଦି ପାଟିକି ନ ଆସିଲୁ ମୁଁ 15-15-30 କହିବି। ଏଇ ମାଲିକ ମାନେ ଏଇଭଳିଆ ମାଲିକ ଏମାନଙ୍କ ପାଖରେ କେମିତି କଳାକାର ଚଳିବେ? ଆପଣ ଯେତେବେଳେ ତାଙ୍କୁ ଫୋନ କରିଥିଲେ ତାଙ୍କ ମାଲିକଙ୍କ ପାଖକୁ, ସେ ନନା ତ ଆପଣଙ୍କର ପରିବାର ଚଳେଇବା ପାଇଁ ବିଭିନ୍ନ କଷ୍ଟ କରି ରାତି ଅନିଦ୍ରା ହେଇକରି ପଇସା ଉପାର୍ଜନ କରୁଥିଲେ, ଆପଣଙ୍କ ପାଇଁ କେତେ କଷ୍ଟଦାୟକ ଥିଲା? ସେଇଦିନ ସେ 3 ଦିନ ବର୍ତ୍ତମାନ କେମିତି ଆମ ପାଇଁ ଯାଉଛି ସେ ଉପର ବାଲା ଜାଣେ। ଆଉ ନନା ମାନେ ଏତେ ମାନସିକ ଇଏରେ ସେ ବର୍ତ୍ତମାନ ଭାଙ୍ଗି ପଡିଛନ୍ତି ଯେ ମାନେ ସେ ନା ଖାଉଛନ୍ତି ନା ଶୋଉଛନ୍ତି, ମାନେ ସେ ପୁରା ଗୋଟେ ନିଃସହାୟ ଭଳିଆ ଲାଗୁଛନ୍ତି ତାକୁ। ନା ତାଙ୍କୁ ବି କେହି ସପୋର୍ଟ କରିବା ପାଇଁ ବି ନାହାନ୍ତି। ଯଦି ତାଙ୍କୁ ସପୋର୍ଟ କରିବ ଏକମାତ୍ର ସେ ଭଗବାନ ସପୋର୍ଟ କରିବ, ଆଉ କେହି ଯଦି ଆମେ ସତରେ ଥିବୁ। ନନାଙ୍କର ଅଲଗା ଯୋଉ କଳାକାର ମାନେ ଅଛନ୍ତି ସେମାନଙ୍କ ସାଙ୍ଗରେ କିଛି ଶତ୍ରୁତା କେବେ ଅଛି କି? ସେମିତି ତ ସେ ତାଙ୍କ କଳାକାର ଭିତରେ ତାଙ୍କର କେବେ କୋଉଠି ଯଦି କଣ ହଉଥିବ କି ସେଟା ତ ହୁଏ, କଳାକାର ଭିତରେ ସେମିତି ହୁଏ। ସେ ସାଙ୍ଗେ ସାଙ୍ଗେ ମିଶି ଯାଆନ୍ତି, ସବୁ ଇଏ କରନ୍ତି, ସେମିତି ତାଙ୍କ ସହିତ କାହା ସହିତ ଶତ୍ରୁତା ନାହିଁ। ମିତ୍ରତା ବି ଥିବ? ମିତ୍ରତା ଅଛି। ତେବେ ତାକୁ ସପୋର୍ଟ କରିକି କୌଣସି କଳାକାର ଏବେ ପର୍ଯ୍ୟନ୍ତ କିଛି କହିଲେନି? ନାହିଁ, ସେଇ ନନା ଆସିଛନ୍ତି, ଦଇତା ନନା ଆସିଛନ୍ତି, ବାପି ନନା ଆସିଛନ୍ତି, ଆଉ କିଏ ମୁଁ ତାଙ୍କ ନାଁ ତ ଜାଣିନି। ଏଇ କେତେ ଜଣ ବାହାରିଛନ୍ତି, ଆଉ ଯେତିକି କଳାକାର ସେମାନେ ବାହାରି ନାହାନ୍ତି। ସେଦିନ ଯୋଉ କଥାଟା ସେ କହିଲେ, ନାଣ୍ଡୁ ବାବୁ ଯୋଉ ଭାଷାଟା କହିଲେ ସେଟା ଏକା ମୋ ସ୍ୱାମୀ କି କହିନଥିଲେ, ସେଟା ସବୁ କଳାକାର ମାନଙ୍କୁ କହିଥିଲେ। କିନ୍ତୁ ମୁଁ ତାଙ୍କୁ ବାଇଟ ଦ୍ଵାରା ଜଣେଇ ବି ଦେଇଛି ଏଇଭଳିଆ ବାବୁ ଭାଷା କହିଛନ୍ତି, ତେଣୁ ସେ ଏପର୍ଯ୍ୟନ୍ତ ବି କିଛି ବି ଷ୍ଟେପ ନେଲେ ନାହିଁ। କଣ କଳାକାର ମାନେ କାହିଁକି ସପୋର୍ଟ କରୁନାହାନ୍ତି ସହ କଳାକାର ମାନଙ୍କୁ? କଣ କରିବେ? କଣ ପାଇଁ କରୁନାହାନ୍ତି ସିଏ ଜାଣିଥିବେ। ଡରି ଯାଉଛି ସେଟା ସ୍ୱାର୍ଥପର। ସେ ଜାଣିଥିବେ ସେ କାହିଁକି କଳାକାର ମାନେ ବାହାରୁ ନାହାନ୍ତି, ସେଇଟା କଳାକାର ମାନେ ଜାଣିଥିବେ। ବହୁତ ବହୁତ ହଁ, ମତେ ବି ଆମେ ପଇସା ଆଣି ସାରିଲା ପରେ ବି ବହୁତ ଲୋକ କହିଛନ୍ତି ତମେ ସେ ମାଲିକ ପାଖରୁ ପଇସା ଆଣିଲ ଯେତେବେଳେ ଭାବି ଚିନ୍ତି କାହିଁକି ଆଣିଲ? କିନ୍ତୁ ମୁଁ କହିଲି ନା, ଆମ ପାଇଁ ବାବୁ ଭଲ, ତ ପଇସା ବାବୁ ଆମକୁ ଦେଇଛନ୍ତି ନା। ଆମେ କେବେ ଗୋଟେ ଲୋକ ପାଖରୁ ଦାନା ଖାଇକି ତାକୁ ଆଉ ପଛପଟରୁ ଢେଲା ମାରିବା କି? ସେଇଟା ତ ଆମେ ମାରିବାନି ନା। ତେଣୁ ଆମେ କହିନୁ ସେ ଭଲ, କିନ୍ତୁ ତାଙ୍କ ଭଲ ଭିତରେ ଏମିତି ଗୁଣ ରହିଛି ବୋଲିକି ଆମେ ଜାଣିନଥିଲୁ। ହଁ ହେଇଥିବ। ଆମ ପାଇଁ ଯଦି ଏମିତି ଚାଲିଛି ଆଉ କାହା ପାଇଁ ନଥିବ ବୋଲି ଗୋଟେ ମାନେ କଣ? ମୁଁ ତ ସେମିତି କୋଉ ଯାଇନାହିଁ, ସେମାନଙ୍କ ପାଖ ପର୍ଯ୍ୟନ୍ତ ବି ଯାଇନାହିଁ। ସେମାନେ କେତେ ସୁରକ୍ଷିତ ମୁଁ ବି କହିବି ପାରିବି ନାହିଁ, କାହିଁକି ନା ସେ ବି ଗୋଟେ ମାଲିକ, ତାଙ୍କ ନାଁରେ ଆମେ ମିଛ କହିବାଟା, କିନ୍ତୁ ଆମ ସହିତ ଯୋଉଟା ଘଟିଲା ମୁଁ ସେଇଟା କହୁଛି। ସୁଧୁ ନୁହଁ, 2 ଲକ୍ଷ କାହିଁକି ବଢେଇବେ? ଆମର ତ କଥା ହେଲା 16 ଲକ୍ଷ ଦେବେ। 16 ଲକ୍ଷ ଭିତରେ 10 ଲକ୍ଷ ଟଙ୍କା ଦେଇଛନ୍ତି। ତାପରେ ମୁଁ କିନ୍ତୁ ମୋ ସ୍ୱାମୀ ମୁହଁରୁ ଶୁଣି ମୁଁ ଏଇ ବାଇଟରେ ବି ଶୁଣୁଛି, ଇଣ୍ଟରଭ୍ୟୁ ବି ଶୁଣୁଛି ଯେ ସେମାନେ ମାଲିକ କହୁଛନ୍ତି 16 ଲକ୍ଷ ବୋଲିକି, କିନ୍ତୁ ମୋ ସ୍ୱାମୀ ମୁହଁରୁ ମୁଁ ଏପର୍ଯ୍ୟନ୍ତ ଶୁଣି ନାହିଁ ଯେ ସେ କେତେ ପଇସା ଦେବେ ବୋଲିକି। କିନ୍ତୁ ସେ 10 ଲକ୍ଷ ଟଙ୍କା ଦେଇଛନ୍ତି, ମୋ ହାତରେ ଆଣି ସେ ଦେଇଥିଲେ।
ସେଇଟା ମୁଁ ଜାଣିଛି। ଆଉ କେତେ ପଇସା ତାଙ୍କ ଉପରେ ରହିଲା ସେ କଥା ବି ମୁଁ ଜାଣିନି। କିନ୍ତୁ ନନା ତୁଳସୀର ଯାତ୍ରା କରିବେ କି ନାହିଁ? ନା, ମୁଁ ଆଉ ତୁଳସୀ ପାଖକୁ ଛାଡ଼ିବି ନାହିଁ। କାହିଁକି ନା ଯୋଉଠି କଳାକାରକୁ ସମ୍ମାନ ଦେଇ ଶିଖି ନାହିଁ ଯୋଉ ମାଲିକ, ସେ ମାଲିକ ପାଖକୁ ଆଜି ତ ପଇସା ଆଣିକି ତା ପାଖକୁ ପଇସା ନେଇକି ଆମେ ଯାଇଛୁ ଫେରେଇବା ପାଇଁ। କହିବି ପାରିଥାନ୍ତେ ସିଏ କିରେ ନରି, ଯଦି ତୋର କୋଉଠି କୋଉ ମାଲିକ ପାଖରେ ତୋର ପଇସା ଅଛି ତାହେଲେ ତୁ ଗୋଟେ କାମ କର, ଆଉ ତ 3 ମାସ ଅଛି ପାଟି ଛୁଟି ହବା ପାଇଁ, ତେଣୁ ଆମେ 3 ମାସ ଭିତରେ ଦେଖିକି ତୁ ଯୋଉ ମାଲିକ ପାଖରେ ଚାକିରି କରୁଛୁ ସେ ମାଲିକ ପାଖକୁ ଆମେ ପଇସା ପଠେଇଦବା, ତୁ ମୋର ରଜ ପରେ ଆସିବୁ, ତୋର ରେଳଚେଲ କରିବୁ। ତୁ 3 ମାସ ତାଙ୍କଠୁ ଟାଇମ ନେଇ ଗୋଟେ ମାଲିକ ସିଏ ହେଲେ କଳାକାରଙ୍କର ବାପ ମା, ତେଣୁ ସିଏ କଳାକାରଙ୍କର ଭଲ ମନ୍ଦ ସେ ବୁଝିବେ, ତାଙ୍କ ଦୁଃଖ ସୁଖ ସିଏ ବୁଝିବେ। ଆଜି ମାଲିକର ଅଛି ନାହିଁ କଳାକାର ବି ବୁଝିବେ। ତେଣୁ ମୁଁ ମାଲିକକୁ ଯୋଉ କହିଲି ମୋ ଦୁଃଖ ଜଣେଇଲି, ମାଲିକ କଣ କଲା? ବର୍ତ୍ତମାନ କହୁଛି ନା ସିଏ ମିଛ କହୁଛି, ସେ ଆଉ କୋଉ ମାଲିକ ପାଖରୁ ପଇସା ନେଇ ଆସିଛି, ଆଣିକି ସିଏ କହୁଛି ଯେ ମତେ 4 ଲକ୍ଷ ଦିଅ ବୋଲିକି। କିନ୍ତୁ ଏଇଟା ମିଥ୍ୟା। ମୁଁ କହୁଛି ଯଦି ରହିବ ତୁଳସୀର ଯଦି ରହିଥାନ୍ତେ ତୁଳସୀର ରହିଥାନ୍ତେ, ଯଦି ନ ରହିବେ କୋଉଠି ରହିବେନି, ଏ ବର୍ଷ ଭରି ସେ ଘରେ ବସିବେ। ତାପରେ ନନା କଣ ତାଙ୍କର ଦ୍ୱାରସ୍ଥ ହେବେ କି ତାଙ୍କ ସଂଘରେ ଜଣେଇଛନ୍ତି? ହଁ, ସଂଘରେ ଜଣେଇଛନ୍ତି। ସଂଘରେ ଜଣେଇଛନ୍ତି। ସଂଘ ବାଲା କଣ କଳାକାରଙ୍କୁ ଜଣା ହେଇଛି, କଳାକାର ସଂଘ କଣ ତାଙ୍କର ନିଷ୍ପତ୍ତି ନଉଛନ୍ତି। ମୁଁ ଏତିକି କହୁଛି, ମାଲିକ ମାନେ ରାତି ରାତି କଳାକାର ଯୋଉ କଷ୍ଟ କରୁଛନ୍ତି, ଆଜି କଳା ପରିବେଷଣ କରୁଛନ୍ତି ବୋଲିକି ଆପଣ ମାନେ ରାତି ପାଇଲା ବେଳକୁ ପଇସା ଟା ଗଣୁଛ। ଆଉ ଯଦି ଆଜି କଳାକାର ମାନେ ଯଦି ପେଣ୍ଡେଲକୁ ନ ଚଢିବେ, ଆପଣ ମାନେ ପଇସା ଦେଖିବେ? ଦେଖିପାରିବେନି। ତେଣୁ ଗୋଟେ କଳାକାର ଚିନ୍ତା କରିବା ଦରକାର। ଗୋଟେ କଳାକାର ପରିବାର କାହାକୁ ସେ ଭାବୁଛି? ତାର ପରିବାର ହେଲେ ଆପଣ ମାନେ। ସେ ନିଜ ପରିବାରକୁ ପଛରେ ପକେଇ ଦେଇକି ସେ ଧାଉଁଛନ୍ତି, ନା ଆମ ପରିବାର ହେଲେ ସିଏ, ମୋର ଦର୍ଶକ ହେଲେ ଆମ ପରିବାର, କି ଆମ କଳାକାର ହେଲେ ଆମ ପରିବାର, କି ଆମ ମାଲିକ ହେଲେ ଆମର ବାପା ମା, ସେ ସେଠିକି ଧାଉଁଛନ୍ତି। କିନ୍ତୁ ଘରେ ପୁଅ କଣ ହଉଛି, କି ଝିଅ କଣ ହଉଛି, କି ନିଜ ସ୍ତ୍ରୀ କଣ ହଉଛି, କି ବାପା ମା କଣ ହଉଛି, ସେ କଥା ସେ ଥରେ ଚିନ୍ତା କରୁନାହାନ୍ତି। ଆଉ ଯୋଉ କଳାକାର ମାନେ କେବେ କାନ୍ଦନ୍ତିନି, ସେ ଅଭିନୟ କରି କାନ୍ଦୁଥିବେ, କିନ୍ତୁ ତାଙ୍କୁ ଯୋଉ କଷ୍ଟଟା ହୁଏ ସେ କଷ୍ଟଟା କାହାକୁ ଦେଖାନ୍ତିନି କି କାନ୍ଦନ୍ତିନି, କି ସେ ତାଙ୍କ ପରିବାର ପାଖରେ କେବେ ବି ସେ ଆଲୋଚନା କରନ୍ତିନି ଯେ ଆମେ ଏତିକି କଷ୍ଟରେ ସେଠି ପଇସା ରୋଜଗାର କରୁଛୁ। ସେ ନିଜ ଦୁଃଖକୁ ନିଜେ ଚାପିକି ରଖନ୍ତି। କାହିଁକି ନା ସେ ପଇସା ରୋଜଗାର କରୁଛନ୍ତି, ସେ ତାଙ୍କ ସେଇ ପଇସା ପାଖରେ ତାଙ୍କର ଦୁଃଖଟା ସେଇଠି ଚାପି ହେଇଯାଉଛି। ତା ମାନେ ତମେ ମାଲିକ ମାନେ ଏମିତି କଳାକାର ମାନଙ୍କୁ ଟର୍ଚର କରିବାଟା ଠିକ ନୁହଁ। ତେଣୁ ମୁଁ ତାଙ୍କ ପରିବାରକୁ କନ୍ଦେଇକି, ଯଦି ଗୋଟେ କଳାକାରକୁ କନ୍ଦେଇକି ଗୋଟେ ମାଲିକ ଶାନ୍ତିରେ ବସି ପାରୁଛି, ହସୁଛନ୍ତି ମାଲିକ ହସୁଛନ୍ତି, ଗୋଟେ କଳାକାରକୁ କନ୍ଦେଇକି ଗୋଟେ ମାଲିକ ହସୁଛି। ମୁଁ ବି ଠାକୁରଙ୍କ ପାଖର ପ୍ରାର୍ଥନା କରୁଛି, ଏ ହସଟା ମାଲିକର ସବୁଦିନେ ରହିନେ ହେଲା। ଏ ହସଟା ବାହାରନ୍ତାନି। କାହିଁକି ନା କଳାକାର ପା ରଙ୍ଗ ବୋଳିକି ରାତିରେ ମାନେ 100ଟା ବଲର ଛିଡା ଲାଇଟ୍ ଭିତରେ ରହିକି ସେମାନେ ଯୋଉ ଅଭିନୟ କରିକି ପଇସାଟା ରୋଜଗାର କରୁଛନ୍ତି, ତ ସେଇଥିପାଇଁ ମାଲିକଙ୍କର ହସ ବାହାରୁଛି, ନହେଲେ ହସ ବାହାରନ୍ତାନି। ମୁଁ ଜାଣିନଥିଲି, ମୁଁ ସେସବୁ କିଛି ଜାଣିନି। ମୁଁ ଦର୍ଶକ ମାନଙ୍କୁ କହୁଛି, ଥରେ ଯୋଉମାନେ କମେଣ୍ଟରେ ଲେଖୁଛନ୍ତି ଇଆଡୁ ସିଆଡୁ, ଟିକେ ନରିପଣ୍ଡା ନୁହଁ, ସବୁ କଳାକାର ମାନଙ୍କ ସିଚୁଏସନ ଟିକେ ବୁଝ। ସେ କୋଉ ମୋଡ ନେଇକି ସେ ଆଗକୁ ବଢୁଛନ୍ତି, ଟିକେ ଥରେ ବୁଝନ୍ତୁ।
ସେ ସିନା କିଏ ହସଉଛି, କିଏ କନ୍ଦଉଛି, କିଏ ମାନେ କିଏ ଗାଳି ବି ଶୁଣୁଛି, କିନ୍ତୁ ସେ ଅଭିନୟ ସିନା କରୁଛନ୍ତି। ଥରେ ଟିକେ ତାଙ୍କ ସିଚୁଏସନ ଟିକେ ବୁଝ। ଯୋଉମାନେ କମେଣ୍ଟ ଦଉଛନ୍ତି ସେ ଦର୍ଶକ ମାନଙ୍କୁ ମୋର ଅନୁରୋଧ, ତାଙ୍କୁ ଟିକେ ସପୋର୍ଟ କରନ୍ତୁ। ପଛରେ ହଁ, ପେଣ୍ଡାଲ ପଛପଟରେ ରହିକି ତାଙ୍କୁ ଟିକେ ସପୋର୍ଟ କରନ୍ତୁ। ମୁଁ ଏତିକି ଖାଲି ଦର୍ଶକ ମାନଙ୍କୁ କହୁଛି। କିନ୍ତୁ ସବୁ କଳାକାରଙ୍କର ସିଚୁଏସନ ଟିକେ ବୁଝନ୍ତୁ। ଆପଣ ଆଜି ଆଙ୍କ ସହିତ ଏମିତି ହେଇଛି, କାଲି ଆଉ କାହା ସହିତ ନହବ ବୋଲି ମାନେ କଣ? ଆଉ କଳାକାର ଭାଇମାନଙ୍କୁ ବି ମୁଁ କହୁଛି, ଭାଇମାନେ ତମେ ନିଜକୁ ନିଜେ ସବୁ ପ୍ରସ୍ତୁତ ହୁଅ। ଆଜି ଏଇ ଭାଇ, ଏଇ କଳାକାର ଭାଇ ସହିତ ହେଇଛି, କାଲି ତୁମ ସହିତ ନହବ ବୋଲି ମାନେ କଣ? ତେଣୁ ଯାହା କରିବ ଆପଣଙ୍କ ଉପରେ ମୁଁ ଛାଡିଦେଲି। ଆଉ ଗୋଟେ କଥା ହେଲା, ମୁଁ ତୁଳସୀ ମାଲିକକୁ ଏଇଆ କହିବାକୁ ଚାହୁଁଛି, ନାଣ୍ଡୁ ବାବୁଙ୍କୁ, ଆପଣ ଯଦି ପଇସା ଯଦି ଫେରେଇ ନେଇଥାନ୍ତେ ମୁଁ ଠିକ ଭାବିଥାନ୍ତି। କିନ୍ତୁ ଯଦି ମାଡଟା ମାରିଲେ ସେଇଟା ଆପଣ ପାଇଁ ଭୁଲ ହେଇଗଲା।